ଓଁ ସାଇନାଥାୟ ନମଃ। ଆଜିର ସାଇ ସନ୍ଦେଶରେ ବାବାଙ୍କର ଆଶ୍ଚର୍ଯ୍ୟଜନକ ଭୋଜନ କିପରି କରନ୍ତି ଏଠାରେ ଆଲୋଚ୍ୟ ବିଷୟବସ୍ତୁ। ଥରେ ଶ୍ରୀମତୀ ଦଡ଼ଖ ଶିରିଡ଼ି ଆସିଥିଲେ। ମଧ୍ୟାହ୍ନ ଭୋଜନ ପ୍ରାୟତଃ ତିଆରି କରିଥିଲେ ଏବଂ ଆଜିର ପକାଯାଉଥିବା ଏହି ସମୟରେ ଗୋଟିଏ ଭୋକିଲା କୁକୁର ଆସିଲା ଏବଂ ଭୋକିବାକୁ ଲାଗିଲା। ଶ୍ରୀମତୀ ଦଡ଼ଖ ଉଠିପଡ଼ିଲେ ଏବଂ ଖଣ୍ଡେ ରୁଟି କୁକୁର ପାଇଁ ପକାଇଦେଲେ। କୁକୁରଟି ବଡ଼ ଆନନ୍ଦରେ ତାକୁ ଖାଇଲା। ସନ୍ଧ୍ୟା ସମୟରେ ସେ ଯେତେବେଳେ ମସଜିଦରେ ଯାଇ ବସିଛନ୍ତି, ବାବା ତାଙ୍କୁ ଦେଖି କହିଲେ, ମା, ଆଜି ତୁମେ ମୋତେ ବଡ଼ ଆନନ୍ଦରେ ଖୁଆଇଲ। ମୋର ଭୋକିଲା ଆତ୍ମାକୁ ବଡ଼ ସାନ୍ତ୍ୱନା ମିଳିଲା। ସର୍ବଦା ଏପରି ହିଁ କର, ତୁମକୁ କେବେ ନା କେବେ ଏହାର ଉତ୍ତମ ଫଳ ଅବଶ୍ୟ ପ୍ରାପ୍ତି ହେବ। ଏହି ମସଜିଦରେ ବସି ମୁଁ କେବେ ଅସତ୍ୟ କହିବି ନାହିଁ। ସର୍ବଦା ମୋ ଉପରେ ଏପରି ଅନୁଗ୍ରହ କରୁଥାଅ। ପ୍ରଥମେ ଭୋକିଲାକୁ ଖାଇବାକୁ ଦିଅ, ତାପରେ ନିଜେ ଭୋଜନ କର। ଏହାକୁ ଭଲ ଭାବରେ ମନେ ରଖ। ବାବାଙ୍କର ଭକ୍ତିର ଅର୍ଥ ସେ ବୁଝିପାରିବେ ନାହିଁ। ଏଥିସକାଶେ ପ୍ରଶ୍ନ କଲେ, ମୁଁ କି ପ୍ରକାର ଭୋଜନ କରାଇ ପାରିଥାନ୍ତି? ମୁଁ ତ ନିଜେ ଅନ୍ୟ ଉପରେ ନିର୍ଭର କରୁଛି ଏବଂ କିଣି ଖାଉଛି। ବାବା କହିଲେ, ସେ ରୁଟି ଖଣ୍ଡକ ଗ୍ରହଣ କରି ମୋର ହୃଦୟ ତୃପ୍ତ ହୋଇଗଲା ଏବଂ ଏପର୍ଯ୍ୟନ୍ତ ହାକୁଟି ଆସୁଛି। ଭୋଜନ ପୂର୍ବରୁ ତୁମେ ଯେଉଁ କୁକୁରକୁ ଦେଖିଥାଅ ଏବଂ ଯାହାକୁ ରୁଟି ଖଣ୍ଡେ ଦେଲ, ସେ ପ୍ରକୃତରେ ମୋର ହିଁ ସ୍ୱରୂପ ଅଟେ। ସେହି ପ୍ରକାର ଅନ୍ୟ ପ୍ରାଣୀ ଯଥା ବିରାଡ଼ି, ଘୁଷୁରି, ମାଛି, ଗାଈ ଇତ୍ୟାଦି ମଧ୍ୟ ମୋର ସ୍ୱରୂପ ଅଟନ୍ତି। ମୁଁ ହିଁ ସେମାନଙ୍କ ଆକାରରେ ବିବରଣ କରୁଛି। ଯିଏ ଏହିସବୁ ପ୍ରାଣୀଙ୍କ ମଧ୍ୟରେ ମୋତେ ଦର୍ଶନ କରିବେ, ସିଏ ମୋର ଅତ୍ୟନ୍ତ ପ୍ରିୟ ଭକ୍ତ। ଏଥିପାଇଁ ବିଚାର ଅର୍ଥାତ୍ ଭେଦଭାବ ଭୁଲିଯାଇ ତୁମେ ମୋର ସେବା କର। ଏହି ଅମୃତତୁଲ୍ୟ ଉପଦେଶକୁ ଗ୍ରହଣ କରି ସେ ଭାବବିହ୍ୱଳ ହୋଇଗଲେ ଏବଂ ତାଙ୍କର ନୟନରୁ ଧାର ଧାର ଲୁହ ବୋହି ଆସୁଥାଏ। କଣ୍ଠ ବାଷ୍ପୀଭୂତ ହୋଇଯାଉଥାଏ। ଆନନ୍ଦର ସୀମା ରହିଲା ନାହିଁ। ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଈଶ୍ୱରଙ୍କର ଦର୍ଶନ କର। ଏହି ଅଧ୍ୟାୟରେ ଭକ୍ତ ଶିକ୍ଷା ମିଳିଥାଏ ଯେ ଉପନିଷଦ, ଗୀତା ଏବଂ ଭାଗବତ ଉପଦେଶରେ ଈଶ୍ୱର ମସ୍ତିଷ୍କ ସର୍ବମ୍। ଏହାର ଅର୍ଥ ହେଉଛି ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଈଶ୍ୱର ବାସ କରୁଥାନ୍ତି। ଏହାକୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କର। ଏହି ଅଧ୍ୟାୟର ଶେଷରେ ବର୍ଣ୍ଣିତ ସମସ୍ତ ଘଟଣା ତଥା ଅନ୍ୟ ଅନେକ ଘଟଣା ଯାହା ଏବେ ଦେଖାଯାଉଛି ବାକି ଅଛି, ସ୍ୱୟଂ ବାବା ପ୍ରତ୍ୟେକ ଉଦାହରଣର ଜରିଆରେ ଉପନିଷଦର ଶିକ୍ଷାକୁ କିପରି ପ୍ରୟୋଗ କରିବା ଉଚିତ ତାହା ସରଳ ଭାବରେ ବୁଝାଇ ଦେଇଛନ୍ତି। ଏହି ପ୍ରକାର ଶ୍ରୀ ସାଇବାବାଙ୍କ ସମସ୍ତ ଧର୍ମଗ୍ରନ୍ଥର ଶିକ୍ଷା ପ୍ରଦାନ କରାଯାଇଛି। ଶ୍ରୀ ସଦ୍ଗୁରୁ ସାଇନାଥ ମହାରାଜ କି ଜୟ। ଭବନ୍ତୁ ଶୁଭ ଭବନ୍ତୁ। ଆପଣମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଲା, ଲାଇକ୍, ସବସ୍କ୍ରାଇବ୍ ଓ କମେଣ୍ଟ କରିବେ। ବେଲ୍ ଆଇକନ୍ କ୍ଲିକ୍ କରିଦେବେ। ନୂଆ ନୂଆ ଭିଡ଼ିଓ ଆପଣମାନଙ୍କୁ ଯିବ।